ମୂଳାରେ ସମ୍ପୂର୍ଣ୍ଣ ନୂଆ ବ୍ୟଞ୍ଜନ ପୂରା ନୂଆ ଶୈଳୀରେ କେବେ କେଉଁଠି ଦେଖିନଥିବେ ଏମିତି ବନାନ୍ତୁ ଥରେ। ସିଏ ବି ପୁଣି ବିନା ପିଆଜ ରସୁଣ ପନିରଠୁ ବି ସ୍ୱାଦିଷ୍ଟ ମୂଳାର ଏହି ବ୍ୟଞ୍ଜନ। ପ୍ରସ୍ତୁତି ପ୍ରଣାଳୀ ସହଜ ଭାରି। ତେବେ ଆସନ୍ତୁ ଦେଖିବା ଡେରି ନ କରି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ମୂଳାରେ ଅତି ସୁଆଦିଆ ନୂଆ ପ୍ରକାରର ବ୍ୟଞ୍ଜନ ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆଜି ଆମେ ଯେଉଁ ମୂଳାରେ ପ୍ରସ୍ତୁତ କରିବା ବ୍ୟଞ୍ଜନଟି ଖୁବ୍ ସୁଆଦିଆ, ପୁରା ଦେଖିବାକୁ ପନିର ପରି। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଆମେ ଏଠି ନେବା 2ଟି ମୂଳା। ମୂଳାକୁ ପ୍ରଥମେ ଭଲ ଭାବରେ ଧୋଇକି ତାର ଚୋପାକୁ ଛଡ଼େଇ ଦେବା ଆଉ ଏମିତି ଛୋଟ ଛୋଟ ଖଣ୍ଡ କରିକି ନେବା। ଏବେ ଦେଖନ୍ତୁ ମୁଁ ଏଠି ନେଇଛି କିଛି କାବୁଲି ବୁଟ। ଆପଣମାନେ କେବେ ବି କେଉଁଠି ଦେଖିନଥିବେ, ଏମିତି ଥରେ ପ୍ରସ୍ତୁତ କରନ୍ତୁ। ମୂଳାରେ ପୁରାପୁରି ପନିର ପରି ଦେଖାଯିବ, ସ୍ୱାଦ ତ ପୁରାପୁରି ଜବରଦସ୍ତ। ଏବେ ଆମେ କାବୁଲି ବୁଟକୁ ଗୋଟେ ରାତି ପାଇଁ ବତୁରେଇ ଦେଇଥିଲେ। ସେ କାବୁଲି ବୁଟ ସହିତ ଆମେ ଯେଉଁ ମୂଳାକୁ କାଟିକି ରଖିଥିଲେ ସେ ମୂଳାକୁ ଦେଇଦେବା। ତାପରେ ଦେବା ସ୍ୱାଦ ଅନୁସାରେ ଲୁଣ ଆଉ ଗୋଟେ ବଡ଼ ଚାମଚ କ୍ଷୀର ଗୁଣ୍ଡ ସହିତ 5 ବଡ଼ ଚାମଚ କ୍ଷୀର। ଆପଣମାନେ ଚାହିଁଲେ କ୍ଷୀରର ସର ମଧ୍ୟ ଦେଇପାରିବେ। ଏମିତି ପୁରା ଚିକ୍କଣ କରିକି ବାଟିଦେବେ। ବେଶୀ ପାଣିଆ କରିବେନି, ଦେଖନ୍ତୁ ଯେମିତି ଦେଖୁଛନ୍ତି ସେମିତି କରିବେ ଆଉ ପୁରା ଚିକ୍କଣ କରିକି ବାଟିବେ। କ୍ଷୀର ଗୁଣ୍ଡ, କ୍ଷୀର ଆଉ କ୍ଷୀର ସର ଦେଲେ ପୁରା ପନିରଠୁ ବି ସୁଆଦିଆ ଲାଗିବ। କାବୁଲି ବୁଟ ଆଉ ମୂଳାର ବଟାକୁ ଆମେ ଗୋଟେ କେକ୍ ଟିନ୍ରେ ଦେଇଦେବା ଆଉ ଗ୍ରାଇଣ୍ଡିଙ୍ଗ ଜାର୍ ଟିକେ ପାଣି ପିଛୁଳେଇକି ରଖିଦେବା। ଏଠି 3ଟା ବଡ଼ ସାଇଜ୍ର ଟମାଟୋ ସହିତ ମୁଁ ନେଇଛି କିଛି କାଜୁ। ଆପଣମାନେ ଚାହିଁଲେ ଯଦି ପିଆଜ ରସୁଣରେ ପ୍ରସ୍ତୁତ କରୁଥାନ୍ତି ତାହେଲେ ପିଆଜ ରସୁଣରେ ବି ପ୍ରସ୍ତୁତ କରିପାରିବେ, ବେଶ ସୁଆଦିଆ ଲାଗିବ। ମୁଁ ଏଠି ବିନା ପିଆଜ ରସୁଣରେ ପ୍ରସ୍ତୁତ କରୁଛି। ସବୁଠୁ ସହଜରେ କମ୍ ସମୟରେ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରେସର କୁକର ନେଇଯିବା। ତାକୁ ମଧ୍ୟମ ଜାଳରେ ବସେଇ ଦେଇକି ଗୋଟେ ଚାମଚ ଦେଶୀ ଘିଅ, ଟମାଟୋ, କାଜୁ ଦେଇଦେବା ଆଉ ଅଳ୍ପ ଟିକେ କ୍ଷୀର ଦେଇଦେବା। ଆଉ ଠିକ୍ ମଝିରେ ଗୋଟେ ଗିନାରେ କିଛି ମଟର ନେଇକି ଉପରେ ଆମର କେକ୍ ଟିନ୍ରେ ଯେଉଁ ପ୍ରସ୍ତୁତ କରିକି ବ୍ୟାଟର ରଖିଥିଲେ ଦେଇକି ମଧ୍ୟମ ଜାଳରେ 2ଟା ସିଟି ଆସିବା ପାଇଁ ଛାଡ଼ିଦେବା। ଏବେ ଦେଖନ୍ତୁ ପ୍ରେସର କୁକର ଢାଙ୍କୁଣୀ କାଢ଼ିଦେବା। ଏଠି ବଢ଼ିଆ ଭାବରେ କାବୁଲି ବୁଟ ମୂଳା ସିଝି ଯାଇଛି। ଏବେ ଆମେ ଏସବୁକୁ କାଢ଼ିଦେବା ଆଉ ଯେଉଁ ଟମାଟୋ କାଜୁ ଆମେ ବାହାର କରିଦେବା, ତାକୁ ଥଣ୍ଡା କରିବାକୁ ଛାଡ଼ିଦେବା। ଯେହେତୁ ଏଠି ଟମାଟୋ ବଢ଼ିଆ ଭାବରେ ସିଝି ଯାଇଛି, ଟମାଟୋ ଚୋପା ବଢ଼ିଆରେ ବାହାରିଯିବ। ଏବେ ଟମାଟୋ ଚୋପା ସବୁକୁ କାଢ଼ିଦେବା। ଏଠି ଦେଖନ୍ତୁ ଆମେ ଯେଉଁ ଟମାଟୋ ସହିତ କ୍ଷୀର ଦେଇକି ସିଝେଇଥିଲେ, କ୍ଷୀର ଏଠି ଛିଣ୍ଡି ଯାଇଛି ଟମାଟୋ ସହିତ ମିଶିକି। କ୍ଷୀର ଛିଣ୍ଡିକି ଛେନା ହେଇଯାଇଛି ଅଳ୍ପ ଟିକେ ଟିକେ। ଏଇ ମସଲାରେ ଆମେ ପ୍ରସ୍ତୁତ କରିବା ଆଜିର ବ୍ୟଞ୍ଜନଟି। ପୁରାପୁରି ସୁଆଦିଆ ଲାଗିବ। ତା ସହିତ କାଜୁ ଆଉ ଟମାଟୋ ଏମିତି ଥରେ ନିଶ୍ଚୟ ବନାନ୍ତୁ, ଦେଖିବେ ପୁରାପୁରି ସ୍ୱାଦିଷ୍ଟ ରହିବ। ଆଉ ଯଦି ଆପଣମାନେ ପିଆଜ ରସୁଣ ବ୍ୟବହାର କରୁଥାନ୍ତି ତାହେଲେ ଯେତେବେଳେ ଟମାଟୋ କାଜୁ ପକାଇଲେ ସେତିକି ବେଳେ ପିଆଜ ରସୁଣକୁ ମଧ୍ୟ ପକାଇକି ଏମିତି ସିଝେଇ ପାରିବେ କ୍ଷୀର ସହିତ। ଏଠି ଆମର ଟମାଟୋ ଭଲ ଭାବରେ ଥଣ୍ଡା ହେଇଗଲାଣି। ସେଥିରେ ଅଳ୍ପ ଟିକେ ଗରମ ମସଲା ଗୁଣ୍ଡ ଆଉ ଗୋଟେ ଚାମଚ ଧନିଆ ଗୁଣ୍ଡ ଦେଇକି ପୁରାପୁରି ଚିକ୍କଣ କରିକି ବାଟିଦେବା। କାଜୁ, ଟମାଟୋ ତା ସହିତ ଧନିଆ ଗୁଣ୍ଡକୁ ଗରମ ମସଲା ଗୁଣ୍ଡ ପୁରା ଚିକ୍କଣ କରିକି ଦେଖନ୍ତୁ କେତେ ବଢ଼ିଆରେ ଚିକ୍କଣ ହେଇକି ବାଟି ହେଇଯାଇଛି। ଏମିତି ପୁରା ସ୍ମୁଥ୍ ହେଇକି ଆମର ଗ୍ରେଭି ପ୍ରସ୍ତୁତ ହେବ। ଏବେ ଆମର ମସଲା ବଟାକୁ ଟିକେ କଡ଼କୁ ରଖିଦେବା। ଏବେ ଆମେ ନେବା ଚପର। ଚପରରେ ଆମେ କିଛି ଜିନିଷ ଚପ୍ କରିବା। ଦେଖନ୍ତୁ ଯେହେତୁ ଆମେ ବିନା ପିଆଜ ରସୁଣରେ ପ୍ରସ୍ତୁତ କରୁଛେ, ଅଦା ଆମେ ଗୋଟେ ଛୋଟ ଖଣ୍ଡ ମାନେ ଅଧା ଇଞ୍ଚର ଖଣ୍ଡେ ଅଦା ନେଇଯିବା। କିଛି ନେବା ଧନିଆ ପତ୍ରର ଡାଙ୍ଗ, ନିଶ୍ଚୟ ନେବେ, ବହୁତ ବଢ଼ିଆ ବାସ୍ନା ଆଉ ବହୁତ ବଢ଼ିଆ ସ୍ୱାଦ ବଢ଼େଇ ଦେବ। ଧନିଆ ପତ୍ର ଅପେକ୍ଷା ଡାଙ୍ଗରେ ବେଶୀ ବାସ୍ନା ଥାଏ। ତା ସହିତ କଞ୍ଚା ଲଙ୍କା ଆଉ ମୁଁ ଏଠି ନେଇଛି କିଛି ମେଥି ଶାଗ ଅଳ୍ପ ଟିକେ ଡାଙ୍ଗ ସହିତ। ଆପଣମାନେ ଯେକୌଣସି ମିକ୍ସ ଭେଜ୍ ହଉ କିମ୍ବା ପନିରର ଯେକୌଣସି ରେସିପି ବି ପ୍ରସ୍ତୁତ କରନ୍ତି, ନିଶ୍ଚୟ ଆପଣମାନେ କସୁରୀ ମେଥି ପକାଉଥିବେ। କିନ୍ତୁ ବିନା କସୁରୀ ମେଥିରେ ବି ଆପଣମାନେ ଏଇ ମେଥି ଶାଗ ମାନେ ତାଜା ମେଥି ଶାଗ ପକାଇକି ଥରେ ପ୍ରସ୍ତୁତ କରନ୍ତୁ, ଦେଖିବେ ସ୍ୱାଦ ପୁରା 2 ଗୁଣ ହେଇଯିବ। ଯେହେତୁ ଏଇ ମେଥି ଶାଗ ଶୁଖିଗଲା ପରେ ଆମର କସୁରୀ ମେଥି ହୁଏ, ଆମେ ତାଜା ମେଥି ଶାଗର ବ୍ୟବହାର କରିବା ଆଜି ଆମର ଏ ବ୍ୟଞ୍ଜନରେ, ଯାହାର କି ସ୍ୱାଦ ପୁରାପୁରି 2 ଗୁଣ ହେଇଯିବ। ଏସବୁକୁ ମିଶେଇକି ଆମେ ଚପରରେ ବଢ଼ିଆ ଭାବରେ ଚପ୍ କରିଦେବା। ଆପଣମାନେ ଚାହିଁଲେ ପୁରାପୁରି ଗୁଣ୍ଡ କରିକି ମଧ୍ୟ କାଟିକି ନେଇପାରିବେ। ଯଦି ଆପଣମାନଙ୍କ ପାଖରେ ତାଜା ମେଥି ଶାଗ ନଥାଏ ତେବେ ଆପଣମାନେ କ'ଣ କରିବେ ନା, ଯେତେବେଳେ ପୁରାପୁରି ଆମର ଗ୍ରେଭି ପ୍ରସ୍ତୁତ ହେଇଯିବ, ଟିକେ ହାଲକା କସୁରୀ ମେଥିକୁ ତାୱାରେ ଭାଜିଦେବେ ଆଉ ତାକୁ ଗୁଣ୍ଡ କରିକି ଉପରେ ପକାଇବେ। ବାସ୍ନା ଆଉ ସ୍ୱାଦ ବହୁତ ବଢ଼ିଆ ରହିବ। ହେଲେ ବି ତାଜା ମେଥି ଶାଗର ବାସ୍ନା ଆଉ ସ୍ୱାଦ ଟିକେ ଅଲଗା ରହିବ ଆଉ ଭାରି ସୁଆଦିଆ ଲାଗିବ। ଏଠି ଦେଖନ୍ତୁ ଆମର ଏଠି ବଢ଼ିଆ ଭାବରେ ସବୁ ଚପ୍ ହେଇଯାଇଛି। ଆମେ
टिके ताको कड़क रखीदबा। आमे आगुरु जो प्रस्तुत करिकी रखिथिले आमर काबुली बुट आ मूला बटारे जो प्रस्तुत करिथिले देखंतु पूरा धला रंग आसीची जेहेतु आमे एथिरे क्षीर सर आ क्षीर गुंड देइचे। बास्ना बहुत बढ़िया आसुची ता सहित स्वाद भी बहुत बढ़िया रहिबो। ताको पूरा पूरी ठंडा कला परे आमे केक टिन रु ताको आमे बाहर करदेबा। जेहेतु आमे टिके तेल लगे देइथिले केक टिन रे आराम रे बाहरी आसीबो। एबे आमे ताको टिके घियो रे भाजिबा बहुत बढ़िया लागिबो स्वाद रे। तावा रे आमे देइदेबा टिके घियो तापरे आमे ताको न काटिके एबे प्रथमे दुई पट भल भाबरे टिके हल्का बादामी रंग होबा पर्यंत भाजिबा। आपण माने चाहिए एमिति सीधा सड़क छोट छोट खंड करके मध्य व्यवहार करें ग्रेवी रे, किंतु टिके भाजी देले स्वादटा बेसी बढ़ी जिवो। एमिति आपण माने मध्य खाई परिबे बहुत स्वादिया लागिबो। आपण माने टिके चटनी रे लगे कि खाइबे देखिबे बहुत बढ़िया लागिबो। पूरा पूरी बास्ना बहुत बढ़िया होची। आ काबुली बुट तो आपण माने जानती तार स्वाद बहुत बढ़िया। आपण माने जदि मूला खाउथांती ताहले आपण मानकर ए व्यंजनटी सबठो प्रिय व्यंजन हो जिवो। आ जदि मूला न खाउथांती भी आपण मानकु ए व्यंजनटी बहुत बढ़िया लागिबो। एबे देखंतु बढ़िया भाबरे दुई पट भाजी ही गला परे घियो रे बढ़िया बास्ना आसुची। एबे आमे ताकु कोन करबा ना पूरा छोट छोट खंड करके काटिदेबा। एठी देखंतु पूरा पूरी पनीर परी देखा जाउची। स्वाद पूरा जबरदस्त। एमिति खाली रे भी आपण माने खाइदेबे। तापरे आमे कोन करबा ना ताको छोट छोट जेमिति पनीर परी आमे क्यूब साइज रो काटिदेबा। आपण माने चाहिए आपण मानकर इच्छा मुताबक शेप बा आकार देखि काटी परिबे। ट्रायंगल हो किंबा छोट आकार किंबा बड़ आकार आपणकर जेमिति इच्छा सेमिति आपण माने काटी परिबे। आ देखंतु केते बढ़िया टेक्सचर आसीची। आ भीतरटा केते नरम हिची देखंतु। बिना सोडा रे भी बढ़िया भाबरे भीतरटा नरम हिथिबो। देखंतु केते बढ़िया देखा जाउची पूरा पूरी पनीर परी। एबे आसंतु ग्रेवी प्रस्तुत करबा। कड़ाई को बसई दबा मध्यम जाल रे देई दबा एठी गोटे बड़ चमच देसी घियो। आमे आज बिना तेल रे प्रस्तुत करूचे। आपण माने चाहिए तेल मध्य पकई परिबे, किंतु जेहेतु बिना पियाज रसुण आ बिना तेल सेति पई घियो रे प्रस्तुत करंतु बहुत बढ़िया बास्ना आसीबो। ता सहित स्वाद भी पूरा दुई गुण हो जिवो। घियो भल भाबरे गरम हो गला परे आमे जो चॉप करके रखिथिले सेई सब जिंस को देकी बढ़िया भाबरे भाजी दबा। जेहेतु आमे मेथी साग देइचे, मेथी सागटा घियो रे जेते भलरे भाजी हेबो सेते बढ़िया बास्ना आसीबो, बढ़िया स्वाद आसीबो। आ बिल्कुल पिता लागिबोनी तार डांग भी पकेइले। एठी देखंतु बढ़िया भाबरे 2-3 मिनिट मात्र मध्यम जाल रे भाजी देला परे आमे जो मटर को सिझेइकी रखिथिले एठी दे देबा। आ अल्प टिके चीनी पकई देबा। एठी अल्प टिके चीनी पकेइले कोन होबो ना मटर बढ़िया भाबरे टिके मीठा मीठा लागिबो, बहुत बढ़िया लागिबो। एबे मटर को मध्य 1 मिनिट पई एई जो हमर चॉप मसला रे भल भाबरे भाजी देला परे आमे पकई देबा। आमे जो बटा मसला को पकई देबा। तापरे हळदी गुंड आधा छोट चामच आ 1 छोट चामच काश्मीरी लंका गुंड पकई देबा भल रंग पई। तापरे दे देबा स्वाद अनुसार लुण आ ताको भल भाबरे कसेबा जेमिति पूरा सुखिला हो जिवो। एठी आमे देखंतु आमे जो टमाटो काजू ए सब तो भल भाबरे सिझी जाइछि, हेले भी ए मसला को टिके भल भाबरे कसेई देले स्वाद बहुत बढ़िया रहिबो। जेतेबेले देखिबे पूरा सुखिला सुखिला हो जिवो मसलाटा। तापरे आमे इथरे पानी दबा। आमे जो ग्राइंडिंग जार को पिछुड़े की रखिथिले जो काबुली बुट बाटिला बेले मूला और काबुली बुट सेई पानी को एठी दे देबा। आउ जदि पानी दरकार हुए देबे, नचेत आपण माने क्षीर मध्य दे पारिबे, आहुरी स्वादिया लागिबो। एबे देखंतु हमर ग्रेवी केते बढ़िया देखा जाउची, पूरा क्रीमी क्रीमी। ताको घोड़े दबा 5 मिनिट पई। एठी ग्रेवी केते बढ़िया हिची देखंतु। आमे जो प्रस्तुत करिकी रखिथिले आगरु जो पनीर सेव करिकी हमर काबुली बुट मूलार पनीर, सेई पनीर को एठी दे देबा। तापरे आउ 2-3 मिनिट पई टिके कम जाल करके छाड़ी दबा। बेसी समय फुटेबेनी, जेहेतु ए काबुली बुट आ मूलार आमे जो पनीर प्रस्तुत करिचे पूरा नरम अछि। जदि अधिक समय बेसी फुटई देबे बेसी सिझी जिवो। तेणु मात्र 2 मिनिट पर्यंत आपण माने फुटई देबे। देखंतु केते बढ़िया देखा जाउची, पूरा पूरी पनीर आ मटर मसला परी देखा जाउची। आपण माने मध्य एमिति थरे प्रस्तुत करंतु, पूरा क्रीमी टेक्सचर मूलार ए नुआ व्यंजन को निश्चय थरे प्रस्तुत करके खांतु, समस्त को खुआंतु। केही भी देखिके जानी परिबेनी मूलारे प्रस्तुत हेजी बोली। प्रथमे जे भी देखिबे कहिबे इटा निश्चय पनीर आ मटर मसला, ता भी पुणी बिना तेल बिना प्याज बिना रसुण।
ଥରେ ପ୍ରସ୍ତୁତ କରନ୍ତୁ ଏମିତି ପୁରାପୁରି ସ୍ୱାଦରେ ନମ୍ବର 1। ଆପଣମାନେ ଭାତ ସହିତ ହଉ ରୁଟି ସହିତ ପରଟା ସହିତ ପୁରୀ ସହିତ ବି ଖାଇପାରିବେ। ବେଶ ସୁଆଦିଆ ଲାଗିବ। ମୋର এই ଇନୋଭେଟିଭ୍ ରେସିପିଟି ଆପଣମାନଙ୍କୁ କେମିତି ଲାଗିଲା ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଜଣେଇବେ। ଯଦି ଭଲ ଲାଗିଥାଏ ତେବେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ସହିତ ହାଇପ୍ ମଧ୍ୟ କରିଦେବେ। ଆଉ ଏ ବ୍ୟଞ୍ଜନକୁ ଅଧିକ ସୁଆଦିଆ ବା ଅଧିକ ସୁନ୍ଦର ଦେଖାଯିବା ପାଇଁ ଆମେ 2 ବଡ଼ ଚାମଚ କ୍ଷୀରର ସରକୁ ଟିକେ ଭଲ ଭାବରେ ଫେଣ୍ଟି ଦେବା, ଉପରେ ଏମିତି ଦେଇଦେବା। ଦେଖିକି କହିଲେ ଲାଗୁଛି କି ମୂଳା ତରକାରୀ ପରି? ପୁରାପୁରି ହୋଟେଲ ଷ୍ଟାଇଲର ପନିର ଆଉ ମଟର ମସଲା ପରି ଲାଗୁଛି ନା? ତେବେ ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆଉ ଗୋଟିଏ ଚଳଚ୍ଚିତ୍ରରେ ଆଉ ଗୋଟିଏ ବ୍ୟଞ୍ଜନ ସହିତ। ଜୟ ଜୟ ଜଗନ୍ନାଥ।